क्लास रे पढ़ुଛ? 10 क्लास 10 क्लास रो। अच्छा जे भाई भौणी केते जण? 5 जन 5 जण। अच्छा ସେମାନେ କଥା କହି ପାରୁଛନ୍ତି, ଚାଲି ପାରୁଛନ୍ତି? चली पारनी କଥା ବି କହି ପାରୁନାହାନ୍ତି? कथा भी कह पारनी ଆଚ୍ଛା ତୁମେ ଭତ୍ତା ପାଉଛ? पाउनी पाउनी ଆଚ୍ଛା ଚାଉଳ କେତେ ଟଙ୍କା ପାଉଛ? 5 किलो ଜଣକା 5 କିଲୋ? हाँ ଆଚ୍ଛା ଯେ ହଉଛି କେମିତି ଚଳୁଛ? ବାପା କାମ କରୁଛନ୍ତି? हाँ काम करी କାମ କରୁଛନ୍ତି ବାପା? हाँ ଆଚ୍ଛା ଯେ ତମର ସରକାରୀ ଚିକିତ୍ସା ହେଇନି? ହେଇନି ହେଇନି। ଗାଁ ମୁର୍ମୁ ବହୁତ କଷ୍ଟ ଚଳି ଯାଉଛି। ତାଙ୍କର ଜମି ବାଡି ବି ନାହିଁ। ତାଙ୍କର ଖାଲି ସଞ୍ଜା ବକରା ଧରୁଛି, କେ ବର୍ଷ ପାଉଛି କେ ବର୍ଷ ନାହିଁ, ଏଇଟା କହି ହଉନାହିଁ। ଖାଲି ସବୁଦିନ ମାନେ ଏଇ ବର୍ତ୍ତମାନ ମୁଁ ସବୁଦିନ ମୁଁ ଦେଖୁଛି ଖାଲି କିଣିଚୁଇ ଚାଉଳ ସେଇଟା ଖାଉଛି। ଏଇ ମୁଣ୍ଡ ପିଛା କେତେ ଲେଖା ପାଉଛନ୍ତି? ମୁଣ୍ଡ ପିଛା ଖାଲି 5 କେଜି ପାଉଛି। ଆଉ ସମସ୍ତେ ତାଙ୍କର ପରିବାରର ଯୋଉ ପୁଅ ଝିଅ କେମିତି ଅବସ୍ଥାରେ ଅଛନ୍ତି ସେମାନେ? ବହୁତ ଅବସ୍ଥାରେ ଅଛି। ସେମାନେ କଥା କହିପାରୁଛନ୍ତି, ଚାଲି ପାରୁଛନ୍ତି? ହଁ ବଡ ଛୁଆ ଟିକେ ଟିକେ ସେ କଥା ହେଇଥିଲା, ସେଇ ଛୁଆ ଟିକେ ଚାଲିଛି। ଆଉ ଏମାନେ ନାଇଁ କଥା କହିପାରୁନି, ଚାଲି ପାରୁନି ନା। ଆଚ୍ଛା ଏ ଯୋଉ ଭତ୍ତା ପାଉଛନ୍ତି? ଭତ୍ତା ପାଉନାହିଁ, କିଏ ପାଉନାହିଁ, ତାର ବାପା ମା ପାଉନାହିଁ, ଛୁଆ ମାନେ ବି ପାଉନାହିଁ। ଆଉ ସରକାରୀ ଚିକିତ୍ସା? ସରକାର ଚିକିତ୍ସା ତ ନାହିଁ। ପାଇଲା ପରେ ସେମାନେ ହେଲେ ଲିଟା ସୋରେନ 5 ଜଣ ପିଲା, ତାଙ୍କୁ ଆଧାର ଲିଙ୍କ ମୋବାଇଲ ନମ୍ବର ଲିଙ୍କ ହେଇନଥିଲା। ତାଙ୍କର ଆଧାରରେ ମୋବାଇଲ ନମ୍ବର, ତେଣୁ ଫୋନ ଲିଙ୍କ ପରେ ତାଙ୍କୁ ଆମେ ବିବିଏସ୍ କ୍ୟାମ୍ପ ବି ଏବେ ଯାହା ଥିଲା ଆମର ଗଲାକାଲି, ସେ ବିବିଏସ୍ କ୍ୟାମ୍ପରେ ତାଙ୍କର ଆମେ ୟୁଡିଆଇଡି ଆପ୍ଲିକେସନ କରିକି ପିଡବ୍ଲ୍ୟୁ ସାର୍ଟିଫିକେଟ ପାଇଁ ବ୍ୟବସ୍ଥା କରୁଛୁ। ସେ ପିଡବ୍ଲ୍ୟୁ ସାର୍ଟିଫିକେଟ ସେମାନେ ପାଇଯିବେ। ଯେହେତୁ ସେଟା ଟିକେ ଇଏ ଲାଗେ ଅନଲାଇନରେ, ମିନିମମ୍ 7 ଡେଜ ଗୋଟେ ରହିଛି ପ୍ରୋଭିଜନ, ତେଣୁ ତାଙ୍କୁ ବସ୍ ପାସ୍, ଇନକମ ସାର୍ଟିଫିକେଟ ଏସବୁ ଦିଆହେଇଛି ଏବଂ ସେମାନେ ଚାଉଳ ପାଉଛନ୍ତି। ରେସନ କାର୍ଡ ହେଇଛି, ଯୋଗାଇ ଦିଆହେଇଛି। ଆଉ ଘର ପାଇଁ ବି ତାଙ୍କର ଆମେ ସର୍ଭେରେ ଅଲରେଡି ଅଛି, ପିଏମଆଇ ସର୍ଭେ। ତଥାପି ଆଉ ଅଲଗା କଣ ପ୍ରୋଭିଜନ ହେଲେ ଆମେ ତାଙ୍କୁ ବ୍ୟବସ୍ଥା କରିବୁ। ସାର୍ ସରକାରୀ ଚିକିତ୍ସା ଉପରେ କଣ ସାର୍? ସରକାରୀ ଚିକିତ୍ସା ତାଙ୍କର ଏବେ ହଉଛି ଏଇ ଯୋଉ ପିଡବ୍ଲ୍ୟୁ ସାର୍ଟିଫିକେଟ ହେଇଗଲା ପରେ ଆମେ ତାଙ୍କୁ ନିହାତି ତାପରେ ପଦକ୍ଷେପ ନବୁ। ସରକାରୀ ଚିକିତ୍ସା କେମିତି କରିହେବ, ସିଡିଏମ ସହିତ କଥା ହେଇକି